ଏ ଗପଟି ହେଉଛି ନୂଆ ଜିଏସଟି ସାଧାରଣ ଲୋକଙ୍କୁ ସହଜିଆ କରିଦେଲା। ଗୋଟା ଛୋଟ ଗାଁରେ ସକାଳ ସକାଳ ବଜାରରେ ଜୋର ଭିଡ଼ ଥାଏ। କିଏ ସାମ୍ପୋ, କିଏ ମୋବାଇଲ, କିଏ ଇନ୍ସୁରାନ୍ସ ପ୍ରିମିୟମ୍ ଦେଉଥିଲେ। ସମସ୍ତଙ୍କର ଗୋଟିଏ କୋଶ୍ଚିନ୍ ଥିଲା ଯେ ଟ୍ୟାକ୍ସ କାହିଁକି ଏତେ ବେଶୀ ଆମେ ଦେବୁ? କେବେ ଆମ ପାଇଁ ସହଜିଆ ଟ୍ୟାକ୍ସ ଗଭର୍ଣ୍ଣମେଣ୍ଟ କରିବ? ବଜାରରେ ରାମୁ ବୋଲି ଗୋଟେ ଦୋକାନୀ ଥିଲା। ସେ କଷ୍ଟମରଙ୍କୁ କହିଲା, ଦେଖ ଭାଇ, ସାମ୍ପୋ ଉପରେ 18%, ମୋବାଇଲ ଉପରେ 28% ଜିଏସଟି ଅଛି, ଆଉ ଇନ୍ସୁରାନ୍ସ ପ୍ରିମିୟମ୍ ଉପରେ ବି ଜିଏସଟି ଲାଗୁଛି। ସମସ୍ତଙ୍କର ପ୍ୟାକେଟ୍ ଖାଲି ହେଇଗଲା, ମାନେ ତାଙ୍କ ଜେବ୍ଟା ଯେଉଁଠି ପଇସା ରଖନ୍ତି ସେ ଖାଲି ହେଇଯାଉଛି ଜିଏସଟି ଦେଇକି। ଗ୍ରାହକମାନେ ବି ନିରାଶ ହେଉଛନ୍ତି ସେଥିରେ। ହଠାତ୍ ରେଡ଼ିଓରେ ଗୋଟେ ମେସେଜ୍ ଆସିଲା, ନ୍ୟୁଜ୍ ଆସିଲା, ସେପ୍ଟେମ୍ବର 22ରୁ 2025 ସେପ୍ଟେମ୍ବର 22, 2025 ଠାରୁ ଜିଏସଟି 2.0 ଲାଗୁ ହେବ। ଏବେ ମାତ୍ର 2ଟି ସ୍ଲାବ୍ରେ 5% ଆଉ 18%ର ଖବର ଶୁଣି ସବୁ କଷ୍ଟମର ହସିଲେ, ଆଉ ସମସ୍ତେ କହିଲେ ଭଲ ହେଇଛି, ଗଭର୍ଣ୍ଣମେଣ୍ଟ ଏଇ ଗାଇଡ଼ଲାଇନଟା କରିଛି। ରାମୁ ଗୋଟେ ଚାର୍ଟ ଦେଖାଇଲା। ରାମୁ ଗୋଟେ ଦୋକାନୀ, ସେ ଚାର୍ଟ ଦେଖାଇଲା ଯେ 5% ସ୍ଲାବ୍ ଲାଗୁ ସାବୁନ, ସାମ୍ପୋ, ବିସ୍କୁଟରେ, 18% ଲାଗୁଛି ମୋବାଇଲ, ଟିଭି, ଏସି, କାରରେ, ଆଉ 0 ଜିଏସଟି ଲାଗୁଛି ହେଲ୍ଥ ଓ ଲାଇଫ୍ ଇନ୍ସୁରାନ୍ସରେ। ଉପରେ ଯେଉଁଟା ଜିଏସଟି ଲାଗୁଥିଲା ଗଭର୍ଣ୍ଣମେଣ୍ଟର, ଟୋଟାଲି 0 ମାନେ ଜିଏସଟି ଲାଗୁଛି ଏବେ। ଓ ହୋଟେଲମାନଙ୍କ ରୁମ୍ ବି ଏବେ 7,500ରୁ କମ୍ ହେଇଯାଇଛି। ଯେଉଁଟା ଜିଏସଟି ଲାଗି 10-12 ହଜାର ହେଇଯାଉଥିଲା, ସେ 7,500। ଗାଁରେ ସମସ୍ତେ ଖୁସି ହେଲେ। ଏବେ ବଜାରରେ ସମାନ, ଶସ୍ତା, ଟ୍ୟାକ୍ସ ସିମ୍ପଲ୍, ଆମର ଜୀବନ ହାଲକା ଟିକେ ହେଇଗଲା, ଲୋକ କହିଲେ। ରାମୁ ହସିକି କହିଲା, ପୁରୁଣା ଜିଏସଟି ଥିଲା ହ୍ୟାଣ୍ଡେଜ୍, ଆଉ ନୂଆ ଜିଏସଟି ହେଇଗଲା ଫ୍ରେଣ୍ଡ। ଯଦି ଟ୍ୟାକ୍ସ ସିଷ୍ଟମ୍ ସହଜ, ଜନତା ବି ଖୁସି, ଇକୋନୋମି ଭଲ ଆମର ବଢ଼ି